ମୋ ନା ଏମ ଶୁଭମ ଦାସ। ଆମର ଖଜୁରିଆ ପାଖରେ ଗ୍ରୋସରୀ ହବ ଅଛି, ସେଠି ଆମର ସେକ୍ସନ ହଉଛି ଯିବ ବୋଲି ଗୋଟେ ଅଛି, ଯିଏକି ବ୍ୟାଟେରୀ ପ୍ରୋଭାଇଡ କରୁଛି, ବ୍ୟାଟେରୀ ଗାଡି, ସେଟାର ମୁଁ ସୁପରଭାଇଜର ଅଛି। ସେଥିରେ ମୋ ଅଣ୍ଡରରେ 30 ଜଣ ପିଲା କାମ କରୁଛନ୍ତି। ଆମେ ସମସ୍ତେ ସେଥିରେ 1.5 ବର୍ଷ ହେଲା କାମ କରୁଛୁ। ବଟ୍ ଫାଷ୍ଟ କମ୍ପାନୀ ଗୋଟେ 4-5 ମାସ ଯାଏ ଆକାଉଣ୍ଟ ପେମେଣ୍ଟ ଛାଡ଼ିଲା। ତାପରେ କହିଲା କି କର୍ମା ଲାଇଫ ଗୋଟେ ଆପ୍ଲିକେସନ, ସେଥିରେ ତମକୁ ପଇସା ଆସିବ। ମୋ ଦରମା ହଉଛି 27,000, ବାକି ପିଲାଙ୍କର ଅଛି 15,000 ଦରମା। କିନ୍ତୁ ଏବେ 3 ମାସ ହେଲା ସେମାନଙ୍କର ସାଲାରୀ ଚେଞ୍ଜ ହେଇଯାଇଛି ହେଲା। ତ କର୍ମା ଲାଇଫରେ ଆମେ ସମସ୍ତେ ସାଲାରୀ ଆସିବ ବୋଲି ଆଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ଖାତା, ଫଟୋ, ଯୋଉଟା କି ଲାଇଭ ସେଲ୍ଫି ନେଲା ସେ ସବୁ ଦେଲୁ। ସେଥିରେ ମାସେ 2 ମାସ ପଇସା ବି ଆସିଛି ଆମ ସାଲାରୀ। 3 ନମ୍ବର ମାସ ଦେଖିଲା ବେଳୁ ସେଥିରେ ଆମ ଲଞ୍ଚ ଷ୍ଟାର୍ଟ ହେଇଯାଇଛି ହେଲା। ସେ ଲଞ୍ଚ ଷ୍ଟାର୍ଟ ହେଇଛି କି ମୁଁ ସୁପରଭାଇଜର, ମୋ ନାଁରେ 75,000, ବାକି ପିଲାଙ୍କ ନାଁରେ 25,000 କାକା ନାଁ ଥିଲା, ଏବେ ସମସ୍ତ ନାଁରେ 50,000 ହେଇଯାଇଛି ହେଲା। 3 ମାସ ପେମେଣ୍ଟ ଦେଲେ, 3 ମାସ ପେମେଣ୍ଟ ବାନ୍ଧିଛନ୍ତି, ଆଉ 3 ମାସ ହେଲା ଏବେ ବାଉନ୍ସ ହିଁ କରୁଛନ୍ତି। ଆମେ ବହୁତ ଷ୍ଟ୍ରାଇକ କଲୁ, ଆର୍ଗୁମେଣ୍ଟ କଲୁ ଯେ ଆମକୁ ଡେଟ୍ ଦେଇଥିଲେ 15 ତାରିଖ ଭିତରେ କରିବେ ବୋଲି ଏବେ ମାସରେ, କିନ୍ତୁ ଏବେ ଯେତିକି ଶୁଣିବାକୁ ପାଇଲୁ କମ୍ପାନୀ ବନ୍ଦ କରିଦେଇଛି। ଆମକୁ ଆମ ଅଫିସ ଯୋଉଟା କି ଖଜୁରିଆ ପାଖରେ ଅଛି, ସେଇଟା ଅଫିସ ଷ୍ଟାଫ ସମସ୍ତଙ୍କୁ ଆମ ଗ୍ରୁପ ରିମୁଭ କରିଦେଲେ, କହିଲେ ତମକୁ ଆମେ ଏଲାଉ କରୁନି, ତମ କମ୍ପାନୀ ପଇସା ଦେଇନି। ଆମେ 5 ମାସ ହେଲା ପଇସା ପାଉନଥିଲୁ। ପିଲା ତ ଡେଲିଭରି କରୁଥିଲେ, ସନ୍ଧ୍ୟାବେଳେ ପଇସା ଆଣିବାର କାମ କରିକି ସେ ପଇସାକୁ ପିଲା ନେଇକି ନିଜ ସାଲାରୀ ବାଣ୍ଟି ହେବାର 5 ମାସ ହେଲା ସେମିତି ଚାଲିଥିଲା। ଏବେ ମାସ ବି ହେଇନି। ଏବେ ଶୁକ୍ରବାର ଦିନ ଲାଷ୍ଟ ଡେ ଆମର ଥିଲା, ସେଦିନ ଆମେ କାମ କରିଥିଲୁ। ଆମର ପାଖାପାଖି 6-7 ଲକ୍ଷ କଲେକ୍ସନ ହେଇଥିଲା। ସେ ପଇସା ଆମେ ରଖିଛୁ, ଆମେ କମ୍ପାନୀ ବି ଜଣେଇ ଦେଇଛୁ। ତାପରେ ତାଙ୍କୁ କହିଲେ ସେତିକି ପଇସା ଦେଲେ ହିଁ କାମ ଷ୍ଟାର୍ଟ ହବ। ଆମେ କହିଲୁ ଆମ ଲୋନ କ୍ଲିୟର କର, ନେଇଛୁ ପାଖା 34 ରୁ 35 ଇବି ଗାଡି ଅଛି। ଏବେ ମୋର ଦେଖୁଛି 60,000, ବାକି ସବୁ ପିଲାଙ୍କର 38,000 40,000 ସମସ୍ତଙ୍କର ଅଛି। କର୍ମା ଲାଇଫ ଆପ୍ଲିକେସନ ଦ୍ୱାରା ହେଇଛି, ଅବନ୍ତୀ ଲୋନ ଡ୍ୟୁ ଅଛି। ଏବେ ଆମେ ଆସୁଛୁ ଏସପି ସାଙ୍ଗ ପାଖକୁ ଯେ ଆମର ଜିନିଷ କେମିତି କ୍ଲିୟର ହବ। ଏବେ ଯୋଉ ପିଲା ଆମର ଏଦିନ ହେଲା କାମ କରିଥିଲେ, ଏମାନଙ୍କୁ ଲୋନ କଣ ପାଇଁ ନେଲେ? ଯଦି କମ୍ପାନୀ ବନ୍ଦ କରିଥିଲା ମାସେ 2 ମାସ ଆଗରୁ କହିଲାନି କଣ ପାଇଁ? ଆଉ ଏବେ ଯୋଉ ପିଲା ଯୋଉ ଯିବେ କଣ କରିବେ, କାମ କଣ କରିବେ? କାଲି ତାଙ୍କୁ ଖାଇବାକୁ କିଏ ଦବ, ପିଇବାକୁ କିଏ ଦବ? ଏଇଠି ଏବେ ପାଖାପାଖି 25 ପିଲା ନାଁରେ ଅଛନ୍ତି। କାମ ବି ଛାଡି ଗଲେଣି ବହୁତ ପିଲା, ତାଙ୍କ ନାଁରେ ବି ଦେଖୁଛି। ସେମାନେ ବାରମ୍ବାର ମତେ ଫୋନ କରୁଛନ୍ତି, ଭାଇ ଆମେ ତ କାମ ଚାଲୁ, ଆମର କମ ଏବେ ଯାଏ କ୍ଲିୟର ହେଇପାରୁନି।